ଫୁଲମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଏହି ପ୍ରକାର ଆପଣମାନେ ନିରନ୍ତର ଆମମାନଙ୍କୁ ଉତ୍ସାହିତ କରୁଥିବେ ବୋଲି ଆମେ ଆପଣମାନଙ୍କୁ ଅନୁରୋଧ କରୁଅଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରାର୍ଥନାରେ ଧ୍ୟାନ ଭଗ୍ନ ହେଲେ କ'ଣ କରିବେ? ପ୍ରାର୍ଥନାରେ ଧ୍ୟାନ ଭଗ୍ନ ହେଲେ କ'ଣ କରିବେ? ଯେଉଁମାନେ ଏହି ସମସ୍ୟା ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ଥାଏ। ଯେଉଁ ସମୟରେ ସେମାନେ ପ୍ରାର୍ଥନା କରିବାକୁ ବସିବେ ସେହି ସମୟରେ ସେମାନଙ୍କର ଧ୍ୟାନ ଭଗ୍ନ ହୋଇଯାଉଥିବ। ବାରମ୍ବାର ସେମାନଙ୍କର ମନ ଆଉ କୁଆଡ଼କୁ ଚାଲି ଯାଉଥିବ। ବାରମ୍ବାର ସେମାନେ ଡିଷ୍ଟର୍ବ ହେଉଥିବ। କାହିଁକି ଏସବୁ ହୁଏ? କାରଣ ଆମେ ଯେଉଁ ପ୍ରାର୍ଥନାରେ ବସୁ ଏହା ଶୈତାନକୁ ବିଲକୁଲ ପସନ୍ଦ ନୁହେଁ। ଆମର ପ୍ରାର୍ଥନା ଜୀବନକୁ ସେ ବାରମ୍ବାର ଆକ୍ରମଣ କରିବା ପାଇଁ ଚାହେଁ। ଦାନିଏଲ ସେ ଜଣେ ପ୍ରାର୍ଥନାଶୀଳ ବ୍ୟକ୍ତି ଥିଲେ। ଆଉ ଦାନିଏଲର ପ୍ରାର୍ଥନା ଜୀବନକୁ ନଷ୍ଟ କରିବା ପାଇଁ ସେ ଅନ୍ୟ ଲୋକମାନଙ୍କର ହୃଦୟରେ ଏହି ପ୍ରକାର କୁସଂକଳ୍ପ ଦେବାରୁ ସେମାନେ ସିଂହ ଗାତକୁ ପ୍ରସ୍ତୁତ କଲେ। ଯେ ପ୍ରକାର କି ଦାନିଏଲ ପ୍ରାର୍ଥନା କରିବାଟା ବନ୍ଦ କରିଦେବ, ଏଥି ନିମନ୍ତେ ଦାନିଏଲଙ୍କର ପ୍ରାର୍ଥନା ଜୀବନକୁ ଆକ୍ରମଣ କରି ସିଂହ ଗାତ ଗୁଡ଼େ ପ୍ରସ୍ତୁତ କରାଗଲା। ଏଇଟା ସ୍ପେଶାଲି ଦାନିଏଲଙ୍କର ପ୍ରାର୍ଥନା ଜୀବନକୁ ନଷ୍ଟ କରିବା ପାଇଁ ଏସବୁ କରାଯାଇଛି। ଯେଉଁ ସମୟରେ ମଧ୍ୟ ଆପଣ ହେଉ କି ମୁଁ ହେଉ, ଆମେ ପ୍ରାର୍ଥନା କରିବା ସମୟରେ ଆମେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉ। ଅନେକ ବିଷୟ ଗୁଡ଼ିକ ଆମର ପ୍ରାର୍ଥନାକୁ ଧ୍ୟାନ ଭଗ୍ନ କରିବା ପାଇଁ, ଆମକୁ ଡିଷ୍ଟର୍ବ କରିବା ପାଇଁ ସବୁ ସମୟରେ ସେ କରିଥାଏ। ଯେଉଁ ସମୟରେ ମଧ୍ୟ ଆପଣ ପ୍ରାର୍ଥନା କରିବେ ସେହି ସମୟରେ ଦେଖିବେ କିଏ ନକ୍ କରିବେ, କଲିଂ ବେଲ୍ ବାଜିବ, ସେହି ସମୟରେ ଫୋନ୍ ରିଙ୍ଗ ହେଇଯିବ, ସେହି ସମୟରେ ଛୁଆ କାନ୍ଦିବ, ସେହି ସମୟରେ କିଛି କାମ ମନେ ପଡ଼ିଯିବ, ସେହି ସମୟରେ ଶୋଷ ଲାଗିବ। ଏହି ପ୍ରକାର ବିଷୟ ଗୁଡ଼ିକ ହେଇଥାଏ। ଏହା ମନିଚ୍ଛା ହୁଏ ନାହିଁ। କାରଣ ଆମେ ପ୍ରାର୍ଥନା କରିବା ଦ୍ୱାରା ଶୈତାନର ସିଂହାସନ ଟଳମଳ ହୁଏ। ଶୈତାନର ଅନ୍ଧକାର ରାଜ୍ୟକୁ ଆମର ପ୍ରାର୍ଥନା ନଷ୍ଟ କରେ। ସେଥିପାଇଁ ସେ ପ୍ରାର୍ଥନା ଠାରୁ ଆମମାନଙ୍କୁ ଦୂରକୁ ରଖିବା ପାଇଁ, ଆମକୁ ଡିଷ୍ଟର୍ବ କରିବା ପାଇଁ, ଧ୍ୟାନ ଭଗ୍ନ କରିବା ପାଇଁ ସେ ବିଭିନ୍ନ ପ୍ରକାର କାମ ଗୁଡ଼ିକ କରିଥାଏ। ସେଥିପାଇଁ ଯେଉଁ ସମୟରେ ମଧ୍ୟ ଆମେ ପ୍ରାର୍ଥନା କରୁଛୁ, ପ୍ରଥମ ବିଷୟ ଆପଣଙ୍କର ମୋବାଇଲଟାକୁ ଆପଣ ସାଇଲେଣ୍ଟ କରିବେ, ଏରୋପ୍ଲେନ୍ ମୋଡ଼ରେ ରଖିବେ, ହେଇପାରୁଛି ବୋଲେ ଆପଣ ସୁଇଚ୍ ଅଫ୍ କରିବେ। ଏହା ଏଇ ମୋବାଇଲର ନୋଟିଫିକେସନ୍, ମୋବାଇଲର ରିଙ୍ଗ ଆଉ ମୋବାଇଲଟା ଆମକୁ ପ୍ରାର୍ଥନାରେ ବହୁତ ଡିଷ୍ଟର୍ବ କରେ। ଆଜିର ସମୟରେ ଲୋକମାନେ ଚର୍ଚ୍ଚରେ ମୋବାଇଲକୁ ରଖନ୍ତି, ସାଇଲେଣ୍ଟ କରନ୍ତି ନାହିଁ, ସେମାନେ ଏରୋପ୍ଲେନ୍ ମୋଡ଼ କରନ୍ତି ନାହିଁ। ଆଉ ସେମାନଙ୍କର ମୋବାଇଲ ଗୁଡ଼ିକ ଚର୍ଚ୍ଚ ଗୁଡ଼ିକରେ ବାଜେ। ପୁରୁଣା ଲୋକମାନେ ହେଇଥାଏ ଏବେ ମଧ୍ୟ ସେମାନଙ୍କ ମୋବାଇଲ ଗୁଡ଼ିକ ଚର୍ଚ୍ଚରେ ବାଜେ। ପ୍ରିୟମାନେ, ଆମର ପ୍ରାର୍ଥନାରେ ଧ୍ୟାନ ଭଗ୍ନ ଯେତେବେଳେ ନ ହେଉ, ସେଥିପାଇଁ ପ୍ରଥମ କାମ ଆମେ କରିବାର ଅଛି। ଯଦି ଆମେ ପଢ଼ିବା ପ୍ରେରିତ ପୁସ୍ତକ 16 ଅଧ୍ୟାୟ ଏହାର 25 ପଦରେ ଏ ପ୍ରକାର ଲେଖାଗଲା, ପ୍ରାୟ ମଧ୍ୟରାତ୍ରରେ ପାଉଲ ଓ ସିଲା ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା ଓ ସ୍ତବଗାନ କରୁଥିଲେ ଆଉ ବନ୍ଦୀମାନେ ଶୁଣୁଥିଲେ। ଏହି ସ୍ଥାନରେ ଆମେ ଦେଖୁଛୁ ପ୍ରାର୍ଥନା ସହିତ ସ୍ତବଗାନ, ଆରାଧନା, ଧନ୍ୟବାଦ ମଧ୍ୟ ରହିଅଛି। ଯେଉଁ ସମୟରେ ପାଉଲ ସିଲା ସେ କାରାଗାରରେ ତାଙ୍କର ହାତ ଗୋଡ଼କୁ ବନ୍ଧା ଯାଇଛି, ପିଠିରେ ବହୁତ ବେତ୍ରାଘାତ କରଡ଼ା ପ୍ରହାର କରି ପିଠିଗୁଡ଼ି ମଧ୍ୟ ଲଳା ଫାଟି ଯାଇଛି। ଏହି ପ୍ରକାର ସମୟରେ ଖାଇବାକୁ ମଧ୍ୟ ଦେଇନାହାନ୍ତି। ଭୋକର ଅବସ୍ଥାରେ ସେମାନେ ଯୀଶୁଖ୍ରୀଷ୍ଟଙ୍କ ନିମନ୍ତେ ସେମାନେ କାରାଗାରରେ ଅଛନ୍ତି। ଯେଉଁ ସମୟରେ କାରାଗାରରେ ସେମାନେ ଅଛନ୍ତି, ସେହି ସମୟରେ କେବଳ ପ୍ରାର୍ଥନା କରୁନାହାନ୍ତି, ସ୍ତବଗାନ କରୁଛନ୍ତି। ସେଥିପାଇଁ ଆମେ ଯେଉଁ ସମୟରେ ମଧ୍ୟ ଆମେ ପ୍ରାର୍ଥନା କରୁ, ଆମ ସ୍ତବଗାନ ଥିବାର ଅଛି, ଆରାଧନା ଥିବାର ଅଛି। କଣ୍ଟିନ୍ୟୁସ୍ ଯେଉଁ ସମୟରେ ଆମେ ପ୍ରାର୍ଥନା କରି କରି ଆମେ ଯାଉଛୁ, ସେହି ସମୟରେ
ଆମର ଧ୍ୟାନ ଭଗ୍ନ ହୋଇଯିବ। ଯେଉଁ ସମୟରେ ମଧ୍ୟ ଧ୍ୟାନ ଇଆଡ଼େ ସିଆଡ଼େ ନ ହେଉ, ତାହେଲେ ଆମମାନଙ୍କ ପ୍ରାର୍ଥନା ସହିତ ଗୋଟେ ସ୍ତବଗାନ ଥିବାର ଅଛି, ଆରାଧନା ଥିବାର ଅଛି, ଧନ୍ୟବାଦ ଥିବାର ଅଛି, ପ୍ରଶଂସା କରିବାର ଅଛି। ଆମେ ରେଗୁଲାର କଣ୍ଟିନ୍ୟୁଅସ୍ ଯେତେବେଳେ ପ୍ରାର୍ଥନା ଆମେ କରିଯାଉ, ଆମର ଧ୍ୟାନ ଭଗ୍ନ ହେବାର ବହୁତ ଚାନ୍ସ ରହିଛି। ସେଥିପାଇଁ ଯେବେ ମଧ୍ୟ ଆପଣ ପ୍ରାର୍ଥନା କରିବେ, ସେଇ ସମୟରେ ଆପଣଙ୍କର ଧ୍ୟାନ ଯେ ପ୍ରକାର କି ପ୍ରଭୁଙ୍କ ଠାରେ ସ୍ଥିର ଭାବରେ ଲାଗି ରହୁ, ତାହେଲେ ଆପଣ ସ୍ତବଗାନ କରିବାର ଆବଶ୍ୟକ ରହିଅଛି। ପ୍ରାର୍ଥନା ସ୍ତବଗାନ, ପ୍ରାର୍ଥନା ଧନ୍ୟବାଦ, ପ୍ରାର୍ଥନା ଆରାଧନା, ଏସବୁ ଗୁଡ଼ିକ ମିଶିକିନା ରହିବାର ଅଛି। କେବଳ ଖାଲି ଆମେ ପ୍ରାର୍ଥନା କରୁଥିବା ସମୟରେ ଆମର ଧ୍ୟାନ ଭଗ୍ନ ହେବାର ଚାନ୍ସ ରହିଛି, ଆମେ ଡିଷ୍ଟର୍ବ ହେବାର ଚାନ୍ସ ରହିଛି, ଆମେ ବୋର୍ ହେଇଯିବାର ଚାନ୍ସ ରହିଛି। ସେଥିପାଇଁ ଆମ ପ୍ରାର୍ଥନା ସହିତ ଆମର ସ୍ତବଗାନ ମଧ୍ୟ ରହିବାର ଆବଶ୍ୟକ ରହିଅଛି। କାରଣ ଆମେ ଧନ୍ୟବାଦ କରୁ କରୁ, ପ୍ରଶଂସା କରୁ କରୁ ଆମେ ତାଙ୍କ ପ୍ରାଙ୍ଗଣ ମଧ୍ୟକୁ ଯିବା। ଆମେ ଯେତେବେଳେ ଧନ୍ୟବାଦ କରୁ କରୁ, ପ୍ରଶଂସା କରୁ କରୁ ତାଙ୍କ ପ୍ରାଙ୍ଗଣ ମଧ୍ୟକୁ ଯିବା, ତାଙ୍କ ପ୍ରେଜେନ୍ସକୁ ପାଇବା। ଆଉ ସେହି ସମୟରେ ଯେତେବେଳେ ଆମେ ପ୍ରାର୍ଥନା କରିବା, ସେ ପ୍ରାର୍ଥନାଟା ଶକ୍ତିଶାଳୀ ହେବ, ସାମର୍ଥ୍ୟଶାଳୀ ହେବ। ପାଉଲ ଶିଲା ଯେଉଁ ସମୟରେ କାରାଗାର ମଧ୍ୟରେ ରହି ସେମାନେ ଯେତେବେଳେ ଏହି ପ୍ରକାର ସ୍ତବଗାନ ଆଉ ପ୍ରାର୍ଥନା କରିଛନ୍ତି, ସେହି ସମୟରେ ଗୋଟେ ସ୍ପେଶାଲ ପ୍ରକାର ଭୂମିକମ୍ପ ଆସୁଛି। ସେହି ସ୍ପେଶାଲ ଭୂମିକମ୍ପରେ ଘର ଭାଙ୍ଗୁ ନାହିଁ, ସେ କାରାଗାର ଭାଙ୍ଗୁ ନାହିଁ, ମାତ୍ର ଦ୍ୱାର ଗୁଡ଼ିକ ଫିଟି ଯାଉଛି। ଯେଉଁ ବାଟ ଗୁଡ଼ିକ ବନ୍ଦ ଥିଲା, ବନ୍ଦ ଦ୍ୱାର ଗୁଡ଼ିକ ଫିଟି ଯାଉଛି, ଲୋକମାନେ ମୁକ୍ତ ହେଇଯାଉଛନ୍ତି। ଏଇଟା ହେଉଛି ସେହି ପ୍ରକାର ପ୍ରାର୍ଥନା, ସେହି ପ୍ରକାର ସ୍ତବଗାନ, ଯେଉଁ ପ୍ରାର୍ଥନା ସ୍ତବଗାନରେ କି ଦ୍ୱାର ଗୁଡ଼ିକ ଫିଟିଯାଏ, ବନ୍ଧନ ଗୁଡ଼ିକ ମୁକ୍ତ ହୋଇଯାଏ। ସେଥିପାଇଁ ଆମର ପ୍ରାର୍ଥନାରେ ଧ୍ୟାନ ଭଗ୍ନ ଯଦି ନ ହେଉ ଆମେ ଚାହୁଁଛୁ, ତାହେଲେ ଆମମାନେ ପ୍ରାର୍ଥନା ସହିତ ସ୍ତବଗାନ ଥିବାର ଅଛି, ଧନ୍ୟବାଦ ଥିବାର ଅଛି, ପ୍ରଶଂସା ଥିବାର ଅଛି। ତାହେଲେ ଆମମାନଙ୍କର ପ୍ରାର୍ଥନାରେ ଆମ ଧ୍ୟାନ ଭଗ୍ନ ହେବାର ଚାନ୍ସଟା ନଥିବ। ପ୍ରିୟମାନେ, ଆଉ ଗୋଟିଏ କଥା ଆପଣଙ୍କୁ କହିବା ପାଇଁ ଚାହେଁ, ଯେଉଁ ସମୟରେ ମଧ୍ୟ ଆପଣ ପେଟ ପୁରା ଫୁଲ୍ ଖାଇକିନା ଆପଣ ପ୍ରାର୍ଥନା କରିବେ, ତାହେଲେ ଆପଣଙ୍କର ବାରମ୍ବାର ଧ୍ୟାନ ଭଗ୍ନ ହେବ, ଆପଣ ପ୍ରାର୍ଥନା ହିଁ କରିପାରିବେ ନାହିଁ। ଯେଉଁମାନେ ବହୁତ ଖାଆନ୍ତି, ଯଥେଷ୍ଟ ପରିମାଣରେ ଖାଆନ୍ତି, ପେଟ ଫୁଲିବା ଯାଏଁ ଖାଆନ୍ତି, ଏ ପ୍ରକାର ଖାଇବା ଲୋକମାନେ ଅଛନ୍ତି। ଆଉ ସେଇ ପ୍ରକାର ଖାଇ ଆମେ କେବେ ହେଲେ ମଧ୍ୟ ପ୍ରାର୍ଥନାରେ ଧ୍ୟାନ ଆମେ ଦେଇପାରିବା ନାହିଁ। ସେଥିପାଇଁ ଦାନିଏଲ ଯେଉଁ ସମୟରେ ସେ ପ୍ରାର୍ଥନା କଲେ, ସେହି ସମୟରେ ପାର୍ସଲ ଫାଷ୍ଟିଂ ସେ କଲେ, ସ୍ୱାଦିଷ୍ଟ ଆହାର ଗୁଡ଼ିକ ଖାଇଲେ ନାହିଁ, ଯେ ପ୍ରକାର କି ତାଙ୍କର ଶରୀର ତାଙ୍କୁ କୌଣସି ପ୍ରକାର ଭାବରେ ନିଜର ଅଧୀନରେ ନ ରଖେ। କାରଣ ଅନେକ ଜଣ ଅଛନ୍ତି, ସେମାନେ ଖାଦ୍ୟପ୍ରେମୀ, ବହୁତ ପରିମାଣରେ ସେମାନେ ଖାଆନ୍ତି, ଯେତେବେଳେ ଯାହା ମିଳିବ ଖାଆନ୍ତି, ବାଛିକିନା ସେମାନେ ଖାଆନ୍ତି। ଯେଉଁ ସମୟରେ ଆମେ ଅଧିକ ପରିମାଣରେ ଆମେ ଖାଉଛୁ, ସେହି ସମୟରେ ଆମର ଧ୍ୟାନ ଭଗ୍ନ ହେଇଯାଉଛି ଆମର। ସେଥିପାଇଁ ଦାନିଏଲ ଯେଉଁ ସମୟରେ ସେ ପ୍ରେୟର କଲେ, ସେ ପ୍ରାର୍ଥନା କଲେ, ପ୍ରଭୁଙ୍କ ଦ୍ୱାରା ସେ ଜାଣିପାରିଲେ ଯେ ଆମ ଲୋକମାନଙ୍କର ମୁକ୍ତିର ସମୟ ପଳାଇ ଆସିଛି। ସେହି ସମୟରେ ପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ। ଦାନିଏଲ 9 ଅଧ୍ୟାୟରେ ସେ ପ୍ରକାର ପ୍ରାର୍ଥନା କରିଛନ୍ତି। ଆଉ ତାଙ୍କର ପ୍ରାର୍ଥନା ମଧ୍ୟ ଚମତ୍କାର ପ୍ରାର୍ଥନା, ପରମେଶ୍ୱର ଚମତ୍କାର ଭାବରେ ତାଙ୍କର ପ୍ରାର୍ଥନାର ସେ ଉତ୍ତର ସେ ମଧ୍ୟ ପ୍ରଦାନ କରିଛନ୍ତି। ସେଥିପାଇଁ ପ୍ରିୟମାନେ, ଯେଉଁ ସମୟରେ ମଧ୍ୟ ଆମେ ପ୍ରାର୍ଥନା ଆମେ କରିବା ପାଇଁ ଯିବା, ସେହି ସମୟରେ ଆମମାନଙ୍କର ପ୍ରାର୍ଥନାର ସହିତ ସ୍ତବଗାନ ରହିବାର ଅଛି, ମୋବାଇଲଟାକୁ ଦୂରରେ ଆମେ ରଖିବାର ଅଛି। ଆଉ ଆମମାନଙ୍କର ଖାଇବାର ପରିମାଣ ଟିକେ କମେଇବାର ଅଛି। ଫୁଲ୍ ପେଟ ଭର୍ତ୍ତି ଯଦି ଆମେ ଖାଇକିନା ଆମେ ପ୍ରାର୍ଥନାରେ ବସିବା, ତାହେଲେ ଆମେ କୌଣସି ପ୍ରକାର ଭାବରେ ପ୍ରାର୍ଥନାରେ ଆମେ ଧ୍ୟାନ ଦେଇପାରିବା ନାହିଁ। ସେଥିପାଇଁ ଯେଉଁ ସମୟରେ ଶିଷ୍ୟମାନେ ପ୍ରାର୍ଥନା କରୁଥିଲେ, ଯୀଶୁ ନିଜେ କହିଲେ ପ୍ରାର୍ଥନା କର, ସେହି ସମୟରେ ସେମାନେ ଶୋଇପଡ଼ୁଥିଲେ। କାହିଁକି ଶୋଇପଡ଼ୁଥିଲେ? ସେମାନେ ଖାଇଛନ୍ତି। ସେମାନେ ଯେଉଁ ସମୟରେ ଆମେ ବହୁତ ପରିମାଣରେ ଆମେ ଖାଇଥିବା, ତାହେଲେ ଆମକୁ ନିଦ ପଳାଇବ, ଆମକୁ ଅଳସୁଆ ଲାଗିବ, ଆମେ ପ୍ରାର୍ଥନା ଆମେ କରିପାରିବା ନାହିଁ। ସେଥିପାଇଁ ଖାଇବାର ମନା ନାହିଁ। ଆମେ ସବୁବେଳେ କ'ଣ ଫାଷ୍ଟିଂ କରି ପ୍ରାର୍ଥନା କରିବା କି? ତାହା ନୁହେଁ, ମାତ୍ର ଆମେ କେତେ ପରିମାଣରେ ଖାଇବାର ଅଛି ସେଇଟା ମଧ୍ୟ ଆମକୁ ଜାଣିବାର ଅଛି ପ୍ରିୟମାନେ। ସେଥିପାଇଁ ଯେଉଁ ସମୟରେ ଆମେ ପ୍ରାର୍ଥନା କରିବା, ସ୍ତବଗାନ, ଆରାଧନା, ଧନ୍ୟବାଦ, ମୋବାଇଲ ଠାରୁ ଦୂରକୁ ରଖିବା, ଖାଦ୍ୟ
ଫୁଲ୍ ଖାଇ ଆମେ କୌଣସି ପ୍ରକାର ଭାବରେ ଆମେ ପ୍ରାର୍ଥନାରେ ମନ ଧ୍ୟାନ କରିପାରିବା ନାହିଁ। ଏସବୁ ବିଷୟ ଗୁଡ଼ିକ ଆମର ଧ୍ୟାନକୁ ପ୍ରାର୍ଥନାରେ ଲଗାଇ ରହିବ, ଯାହାଦ୍ୱାରା କି ପରମେଶ୍ୱର ଆମର ପ୍ରାର୍ଥନା ଗୁଡ଼ିକ ଦ୍ୱାରା ଅଦ୍ଭୁତ କାମ ଗୁଡ଼ିକ କରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। ଗୌରବମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ଆମର ପ୍ରାର୍ଥନାମୟ ଜୀବନକୁ ତୁମେ ବଢ଼ାଅ। ଆହୁରି ଅଧିକ ସମୟ ଆମେ ପ୍ରାର୍ଥନାରେ ଆମେ ଲାଗି ରହିପାରିବୁ ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନାରେ ଯେଉଁ ଯେଉଁ ବିଷୟ ଗୁଡ଼ିକ ଆମର ଧ୍ୟାନ ଭଗ୍ନ କରୁଛି, ସେସବୁ ବିଷୟ ଗୁଡ଼ିକକୁ ମୁଁ ଯୀଶୁଙ୍କ ନାମରେ ବାହାର କରୁଛି। ପ୍ରଭୁ, ପ୍ରାର୍ଥନାରେ ମନୋନିବେଶ କରିବା ପାଇଁ ତୁମେ ଦିଅ। କୌଣସି ବିଷୟ ଡିଷ୍ଟର୍ବ କରୁଛି ସେ ଉପରେ ଜୟଲାଭ କରିବା ପାଇଁ ଶକ୍ତି ସାମର୍ଥ୍ୟ ମଧ୍ୟ ତୁମେ ପ୍ରଦାନ କର। ଏହି ଶେଷ ଦିନମାନଙ୍କରେ ପ୍ରଭୁ, ବିଶ୍ୱାସୀ ଭାଇ ଭଉଣୀମାନଙ୍କର ପ୍ରାର୍ଥନାମୟ ଜୀବନକୁ ଆହୁରି ଅଧିକ ମଜବୁତ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ଆମେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।